ସାର୍ ଆଜି ଯେଉଁ ପଞ୍ଚାୟତ ସ୍ତରୀୟ ସମନ୍ୱୟ ମେଳା ଅଛି ଆଜି କ'ଣ ସବୁ କାର୍ଯ୍ୟକ୍ରମକୁ ନେଇକି କରାହେଇଥିଲା ଆଉ କ'ଣ ସବୁ ଅଭିଯୋଗ ଆସିଥିଲା ଟିକେ କୁହନ୍ତୁ ସାର୍। ଦେଖନ୍ତୁ ଆମର ଏଇଟା ହେଉଛି ଗ୍ରାମ ବିକାଶଙ୍କର ତତ୍ତ୍ୱାବଧାନରେ ଆମର କାଣିଗୁମା ପଞ୍ଚାୟତରେ ସେମାନେ ଗୋଟେ ଆଦର୍ଶ ପଞ୍ଚାୟତ କରିବାର ଗୋଟେ ସେମାନେ ରଖିଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଲା ଯେ ସରକାରଙ୍କର ଯାହା ବି ରହିଛି ସେଇଟାକୁ ଆମର ସିଭିଲ୍ ସୋସାଇଟିର ସହାୟତାରେ ଲୋକମାନଙ୍କୁ କେମିତି ସଚେତନତା କରିବା ଏବଂ ସେମାନଙ୍କର ଡିମାଣ୍ଡ ଯେଉଁଟା ରହିଛି ଯେଉଁଟାକି ଆମକୁ ଡାଇରେକ୍ଟଲି ହୁଏତ ସେମାନେ କିଛି ଜାଗାରେ ଜାଣିପାରୁନାହାନ୍ତି ସେମାନଙ୍କୁ ବୁଝେଇକି ଆମର ସିଭିଲ୍ ସୋସାଇଟିର ସମନ୍ୱୟରେ ଗଭର୍ଣ୍ଣମେଣ୍ଟ ଏବଂ ଆମର ଯେଉଁ ସିଭିଲ୍ ସୋସାଇଟିର ସମନ୍ୱୟରେ କେତିକି ଆମର ଗ୍ରିଭାନ୍ସ ରହିଛି ତାକୁ ଗୋଟେ କମ୍ୟୁନିଟି ବେସ୍କୁ ଡିମାଣ୍ଡ ଯାହା ରହିଲା ସେମାନଙ୍କ ରିକ୍ୱାରମେଣ୍ଟ ରହିଲା ସେଇ ହିସାବରେ କମ୍ୟୁନିଟି ହିସାବରେ ଆମର ଯେତିକି ଗ୍ରାମ ପଞ୍ଚାୟତ ରହିଛି କାଣିଗାଁ ପଞ୍ଚାୟତର ସବୁ ଇଣ୍ଡିଭିଜୁଆଲ୍ ଏବଂ ସମନ୍ୱୟ ଆମର ଯେଉଁ କମ୍ୟୁନିଟି ସେମାନେ ଡିମାଣ୍ଡ ଦେଇଛନ୍ତି ଆକୁ ଲାଇନ୍ ଡିପାର୍ଟମେଣ୍ଟ ଏବଂ ବ୍ଲକର ଯାହା ବି ରହିଛି ଆକୁ ଆମେ ତର୍ଜମା କରିବୁ ଏବଂ ଯାହା ଯାହା ପସିବୁଲ୍ ହେବ ଆମେ ତାକୁ ସ୍ଥାନ ଦେବୁ। ହଁ ବେନିଫିଟ୍ ନିହାତି ଭାବରେ ରହିଛି। ବହୁତ ଲୋକ ଯେମିତିକୁ ଆମର ଆପଣ ଯେମିତି ଜାଣିଛନ୍ତି ଥୁଆମୂଳ ରାମପୁର ଗୋଟେ ଦୁର୍ଗମ ଅଞ୍ଚଳ ସମସ୍ତେ ଆମର ଯେଉଁ ଆଦିବାସୀ ଲୋକ ମଧ୍ୟ ରହିଛନ୍ତି ତ ସମସ୍ତେ ସେମିତି ଶିକ୍ଷିତ ନୁହନ୍ତି ଯେ ସରକାରଙ୍କର ଯାହା ବି ସୁବିଧା ରହିଛି ସମସ୍ତେ ତା'ର ଅବଗତ ବି ନୁହନ୍ତି। ତେଣୁ ଆମର ଯେଉଁ ଥାର୍ଡ଼ ପାର୍ଟି ରହିଲା କିମ୍ବା ଯେଉଁ ଏସ୍ଏଚ୍ଜି ରହିଲା ସମସ୍ତଙ୍କୁ ଯଦି ଆମେ ମିଳିତ ଭାବରେ କାର୍ଯ୍ୟ କରିବା ତାହେଲେ ସମସ୍ତଙ୍କର ବ୍ୟକ୍ତିଗତ ସେମାନଙ୍କର ଡିମାଣ୍ଡ ହେଉ କିମ୍ବା ଆମର ଯେଉଁ କମ୍ୟୁନିଟି ଡିମାଣ୍ଡ ହେଉ ତାକୁ ଆମେ ସରକାରଙ୍କ ପାଖରେ ଉପସ୍ଥାପନ ଠିକ୍ ଭାବରେ କରିପାରିବା। ତେଣୁ ଆଜି ଅସୁବିଧା ଥିଲା ସାର୍ କ'ଣ ସବୁ? ହଁ ବିଭିନ୍ନ ଜାଗାରେ ଆମର ଯେଉଁ ମୁଁ ଦେଖୁଥିଲି ଆମ କମ୍ୟୁନିଟି ଭାବରେ କିଛି ଆମର ଯେଉଁ ଗୋଷ୍ଠୀ ଗୃହର ଡିମାଣ୍ଡ କରିଛନ୍ତି ସିସି ରୋଡ଼ର କରିଛନ୍ତି ପାନୀୟ ଜଳର କରିଛନ୍ତି ଏବଂ ଆମର ଯେଉଁ କଫି ପ୍ଲାଣ୍ଟେସନ୍ ରହୁଛି ତାକୁ ବି ଆପଣମାନେ ଦେଖିଥିବେ କିଛି ଗ୍ରାମରେ ଆମର ଅଲରେଡ଼ି ସକ୍ସେସଫୁଲ୍ ହୋଇଛି। ସେହି ସକ୍ସେସକୁ ଦେଖିକିରି ବିଭିନ୍ନ ଗ୍ରାମରେ ମଧ୍ୟ ତାକୁ ଆମର ଡିମାଣ୍ଡ କରିଛନ୍ତି ତାର ଫିଜିବିଲିଟି ଦେଖି ଆମର ୱାଟର ସେଟ୍ ସହିତ ଆମେ କଥା ହେବୁ କିମ୍ବା ଯେଉଁ ଡିପାର୍ଟମେଣ୍ଟ ରହିଲା ଆଉ ଇଲେକ୍ଟ୍ରିସିଟି ସଂଯୋଗ କଥା ମଧ୍ୟ ସେମାନେ ଲେଖିଛନ୍ତି ସେ ଡିପାର୍ଟମେଣ୍ଟକୁ ଆମେ ଅବଗତ ନିହାତି ଭାବରେ କରାଇବୁ ଏବଂ ତାର ଯେଉଁ ଫିଜିବିଲିଟି ଯେଉଁ ହିସାବରେ ପ୍ରାୟୋରିଟି ବିଷୟରେ ଆମେ ଟେକଅପ୍ କରିବୁ। ଆଉ ଗୋଟେ କଥା କହୁଥିଲେ ସାର୍ ଭତ୍ତା ଯେଉଁ ଦିଆହେଉଛି ବାର ଦେଲା ସତ୍ତ୍ୱେ ମଧ୍ୟ ହେଉନାହିଁ ଏ ବିଷୟରେ ହଁ ଏଇଟା ମୁଁ ଯେତିକି ମୁଁ ୟା ପୂର୍ବରୁ ମୋର ଅଭିଭାଷଣରେ ମଧ୍ୟ କହୁଥିଲି ଆମର ସରକାର ତାର ଯେତିକି ଟାର୍ଗେଟ୍ ଥିଲା ତାର ଏନହାନ୍ସ କରିନାହିଁ। ଆମର ଅଲରେଡ଼ି ଆମ ଥୁଆମୂଳ ରାମପୁର ବ୍ଲକରେ ପାଖାପାଖି 1500 ଲୋକ ଅଲରେଡ଼ି ଅନଲାଇନ୍ କରିକି ରହିଛନ୍ତି ଯେଉଁମାନଙ୍କୁ ଆମେ ଭତ୍ତା ଦେଇପାରୁନୁ। କାରଣ ହେଲା ଆମର ଟାର୍ଗେଟ୍ ହେଉଛି ଲିମିଟେଡ୍ ଯେତେବେଳେ ଟାର୍ଗେଟ୍ ଯଦି ଏନହାନ୍ସ କରିବେ ନିହାତି ଭାବରେ ସେଇ ଯେଉଁ ଅନଲାଇନ୍ କରିକି ରହିଛନ୍ତି ସେଇଟା ଦିଗରେ ମାନେ ଆମେ ଦେଇପାରିବୁ। ସାର୍ ଆଜି ଯେଉଁ ପଞ୍ଚାୟତ ସ୍ତରୀୟ ସମନ୍ୱୟ ମେଳା ଅଛି ଆଜି କ'ଣ ସବୁ କାର୍ଯ୍ୟକ୍ରମକୁ ନେଇକି କରାହେଇଥିଲା ଆଉ କ'ଣ ସବୁ ଅଭିଯୋଗ ଆସିଥିଲା? ଦେଖନ୍ତୁ ଆମର ଏଇଟା ହେଉଛି ଗ୍ରାମ ବିକାଶଙ୍କର ତତ୍ତ୍ୱାବଧାନରେ ଆମର କାଣିଗୁମା ପଞ୍ଚାୟତରେ ସେମାନେ ଗୋଟେ ଆଦର୍ଶ ପଞ୍ଚାୟତ କରିବାର ଗୋଟେ ସେମାନେ ରଖିଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଲା ଯେ ସରକାରଙ୍କର ଯାହା ବି ରହିଛି ସେଇଟାକୁ ଆମର ସିଭିଲ୍ ସୋସାଇଟିର ସହାୟତାରେ ଲୋକମାନଙ୍କୁ କେମିତି ସଚେତନତା କରିବା ଏବଂ ସେମାନଙ୍କର ଡିମାଣ୍ଡ ଯେଉଁଟା ରହିଛି ଯେଉଁଟାକି ଆମକୁ ଡାଇରେକ୍ଟଲି ହୁଏତ ସେମାନେ କିଛି ଜାଗାରେ ଜାଣିପାରୁନାହାନ୍ତି ସେମାନଙ୍କୁ ବୁଝେଇକି ଆମର ସିଭିଲ୍ ସୋସାଇଟିର ସମନ୍ୱୟରେ ଗଭର୍ଣ୍ଣମେଣ୍ଟ ଏବଂ ଆମର ଯେଉଁ ସିଭିଲ୍ ସୋସାଇଟିର ସମନ୍ୱୟରେ କେତିକି ଆମର ଗ୍ରିଭାନ୍ସ ରହିଛି ତାକୁ ଗୋଟେ କମ୍ୟୁନିଟି ବେସ୍କୁ ଡିମାଣ୍ଡ ଯାହା ରହିଲା ସେମାନଙ୍କ ରିକ୍ୱାରମେଣ୍ଟ ରହିଲା ସେଇ ହିସାବରେ କମ୍ୟୁନିଟି ହିସାବରେ ଆମର ଯେତିକି ଗ୍ରାମ ପଞ୍ଚାୟତ ରହିଛି କାଣିଗାଁ ପଞ୍ଚାୟତର ସବୁ ଇଣ୍ଡିଭିଜୁଆଲ୍ ଏବଂ ସମନ୍ୱୟ ଆମର ଯେଉଁ କମ୍ୟୁନିଟି ସେମାନେ ଡିମାଣ୍ଡ ଦେଇଛନ୍ତି ଆକୁ ଲାଇନ୍ ଡିପାର୍ଟମେଣ୍ଟ ଏବଂ ବ୍ଲକର ଯାହା ବି ରହିଛି ଆକୁ ଆମେ ତର୍ଜମା କରିବୁ ଏବଂ ଯାହା ଯାହା ପସିବୁଲ୍ ହେବ ଆମେ ତାକୁ ସ୍ଥାନ ଦେବୁ। ହଁ ବେନିଫିଟ୍ ନିହାତି ଭାବରେ ରହିଛି। ବହୁତ ଲୋକ ଯେମିତିକୁ ଆମର ଆପଣ ଯେମିତି ଜାଣିଛନ୍ତି ଥୁଆମୂଳ ରାମପୁର ଗୋଟେ ଦୁର୍ଗମ ଅଞ୍ଚଳ ସମସ୍ତେ ଆମର ଯେଉଁ ଆଦିବାସୀ ଲୋକ ମଧ୍ୟ ରହିଛନ୍ତି ତ ସମସ୍ତେ ସେମିତି ଶିକ୍ଷିତ ନୁହନ୍ତି ଯେ ସରକାରଙ୍କର ଯାହା ବି ସୁବିଧା ରହିଛି ସମସ୍ତେ ତା'ର ଅବଗତ ବି ନୁହନ୍ତି। ତେଣୁ ଆମର ଯେଉଁ ଥାର୍ଡ଼ ପାର୍ଟି ରହିଲା କିମ୍ବା ଯେଉଁ ଏସ୍ଏଚ୍ଜି ରହିଲା ସମସ୍ତଙ୍କୁ ଯଦି ଆମେ ମିଳିତ ଭାବରେ କାର୍ଯ୍ୟ କରିବା ତାହେଲେ ସମସ୍ତଙ୍କର ବ୍ୟକ୍ତିଗତ ସେମାନଙ୍କର ଡିମାଣ୍ଡ ହେଉ କିମ୍ବା ଆମର ଯେଉଁ କମ୍ୟୁନିଟି ଡିମାଣ୍ଡ ହେଉ ତାକୁ ଆମେ ସରକାରଙ୍କ ପାଖରେ ଉପସ୍ଥାପନ ଠିକ୍ ଭାବରେ କରିପାରିବା। ତେଣୁ ଆଜି ଅସୁବିଧା ଥିଲା ସାର୍ କ'ଣ ସବୁ? ହଁ ବିଭିନ୍ନ ଜାଗାରେ ଆମର ଯେଉଁ ମୁଁ ଦେଖୁଥିଲି ଆମ କମ୍ୟୁନିଟି ଭାବରେ କିଛି ଆମର ଯେଉଁ ଗୋଷ୍ଠୀ ଗୃହର ଡିମାଣ୍ଡ କରିଛନ୍ତି ସିସି ରୋଡ଼ର କରିଛନ୍ତି ପାନୀୟ ଜଳର କରିଛନ୍ତି ଏବଂ ଆମର ଯେଉଁ କଫି ପ୍ଲାଣ୍ଟେସନ୍ ରହୁଛି ତାକୁ ବି ଆପଣମାନେ ଦେଖିଥିବେ କିଛି ଗ୍ରାମରେ ଆମର ଅଲରେଡ଼ି ସକ୍ସେସଫୁଲ୍ ହୋଇଛି। ସେହି ସକ୍ସେସକୁ ଦେଖିକିରି ବିଭିନ୍ନ ଗ୍ରାମରେ ମଧ୍ୟ ତାକୁ ଆମର ଡିମାଣ୍ଡ କରିଛନ୍ତି ତାର ଫିଜିବିଲିଟି ଦେଖି ଆମର ୱାଟର ସେଟ୍ ସହିତ ଆମେ କଥା ହେବୁ କିମ୍ବା ଯେଉଁ ଡିପାର୍ଟମେଣ୍ଟ ରହିଲା ଆଉ ଇଲେକ୍ଟ୍ରିସିଟି ସଂଯୋଗ କଥା ମଧ୍ୟ ସେମାନେ ଲେଖିଛନ୍ତି ସେ ଡିପାର୍ଟମେଣ୍ଟକୁ ଆମେ ଅବଗତ ନିହାତି ଭାବରେ କରାଇବୁ ଏବଂ ତାର ଯେଉଁ ଫିଜିବିଲିଟି ଯେଉଁ ହିସାବରେ ପ୍ରାୟୋରିଟି ବିଷୟରେ ଆମେ ଟେକଅପ୍ କରିବୁ। ଆଉ ଗୋଟେ କଥା କହୁଥିଲେ ସାର୍ ଭତ୍ତା ଯେଉଁ ଦିଆହେଉଛି ବାର ଦେଲା ସତ୍ତ୍ୱେ ମଧ୍ୟ ହେଉନାହିଁ ଏ ବିଷୟରେ? ହଁ ଏଇଟା ମୁଁ ଯେତିକି ମୁଁ ୟା ପୂର୍ବରୁ ମୋର ଅଭିଭାଷଣରେ ମଧ୍ୟ କହୁଥିଲି ଆମର ସରକାର ତାର ଯେତିକି ଟାର୍ଗେଟ୍ ଥିଲା ତାର ଏନହାନ୍ସ କରିନାହିଁ। ଆମର ଅଲରେଡ଼ି ଆମ ଥୁଆମୂଳ ରାମପୁର ବ୍ଲକରେ ପାଖାପାଖି 1500 ଲୋକ ଅଲରେଡ଼ି ଅନଲାଇନ୍ କରିକି ରହିଛନ୍ତି ଯେଉଁମାନଙ୍କୁ ଆମେ ଭତ୍ତା ଦେଇପାରୁନୁ। କାରଣ ହେଲା ଆମର ଟାର୍ଗେଟ୍ ହେଉଛି ଲିମିଟେଡ୍ ଯେତେବେଳେ ଟାର୍ଗେଟ୍ ଯଦି ଏନହାନ୍ସ କରିବେ ନିହାତି ଭାବରେ ସେଇ ଯେଉଁ ଅନଲାଇନ୍ କରିକି ରହିଛନ୍ତି ସେଇଟା ଦିଗରେ ମାନେ ଆମେ ଦେଇପାରିବୁ।